ସେଇଠି ଯୁଦ୍ଧ ଚାଲିଛି କିନ୍ତୁ ମୋର ଏଇଠି ଯୁଦ୍ଧ ନ ଚାଲେ। ସେଇଠି ଅଶାନ୍ତି ଅଛି, ଏଇଠି ମୋର ଅଶାନ୍ତି ନ ରହୁ। ସେଇଠି ଦୁଃଖ ଅଛି, ଏଇଠି ମୋର ଦୁଃଖ ନ ରହୁ। ତାହେଲେ କ'ଣ ହବ? ତାହେଲେ ମୋର ଭାଇବ୍ରେସନଟା ଯୋଉ ପଜିଟିଭ ଓରା, ଯୋଉ ପଜିଟିଭ ଏନର୍ଜି ସେଠି ନିଶ୍ଚିତ ଭାବରେ ପହଞ୍ଚି ପାରିବ ଆଉ ସମାଜରେ ଗୋଟେ କ୍ରାନ୍ତି ଆଣିପାରିବ। ଗୋଟେ ସୁନ୍ଦର ଏକ୍ଜାମ୍ପଲ ଆଣି ଗୋଟେ ଗାଁକୁ କହିଦେଲେ, ଗାଁଟା ସେ ଗାଁଟା ଏମିତି ଥିଲା, ଦିପଟେ ଘର ମଝିରେ ଦାଣ୍ଡ ଥିଲା। ଆଗେ ସବୁ ସେଟା ଘର ଥାଏ। ତ ସେ କହିଲେ ସବୁ ଗାଁ ଲୋକଙ୍କୁ ଡାକିକି ଆମର ଅବସରପ୍ରାପ୍ତ ଯେଉଁ କର୍ମଚାରୀ ଅଛନ୍ତି ସବୁ ବର୍ଗର ଲୋକଙ୍କୁ ନେଇକି କ୍ଲାସ୍ 1 କ୍ଲାସ୍ 2 କ୍ଲାସ୍ 3 କ୍ଲାସ୍ 4 ସମସ୍ତଙ୍କୁ ନେଇକି ଆମର ଏଇଟା ଗୋଟେ କଲଚରାଲ୍ ଫୋରମ୍। এই ଫୋରମ୍ରେ ଆମେ ଆକ୍ଚୁଆଲି ଆମର ଅବସରକାଳୀନ ଯେଉଁ ବନ୍ଧୁମାନେ ଅଛନ୍ତି ତାଙ୍କ ସହିତ ସମୟ ସମୟରେ ଭେଟ ହେଲେ ସମସ୍ତଙ୍କର ଗୋଟେ ମାନସିକ ଶାନ୍ତି ଆସେ। ତା ଛଡ଼ା ଆମେ ଆକ୍ଚୁଆଲି ଅବସର ପାଇସାରିଲା ପରେ ଲୋକମାନଙ୍କର ଯେଉଁ ରକମ ସବୁ ମାନେ ସ୍ୱାସ୍ଥ୍ୟଗତ ମାନେ ଥିବ ପ୍ରୋବ୍ଲେମ୍ ଥିବ ତାକୁ କେମିତି ଆମେ ଦୂରୀଭୂତ କରିପାରିବୁ, ସେଥିପାଇଁ ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସ୍ପେଶାଲିଷ୍ଟ ଡକ୍ଟରମାନଙ୍କୁ ଡକେଇକି ତାଙ୍କଠୁ ବିଭିନ୍ନ ପ୍ରକାର ଉପଦେଶ ଆମେ ନେଉ। ତେଣୁ ସେହି ଅନୁସାରେ ଆଜି ଆମର ଯିଏ ଡକ୍ଟର ଆସିଥିଲେ ଡକ୍ଟର ତ୍ରିପାଠୀ, ସେ ହେଉଛନ୍ତି ନ୍ୟୁରୋ ସର୍ଜନ। ସେ ଆମକୁ ମାନେ ନ୍ୟୁରୋ ଉପରେ ବିଭିନ୍ନ କଥା କହିଛନ୍ତି। ସେହି ରକମ ଆକ୍ଚୁଆଲି ଜୀବନ ଜୀଇବାକୁ ହେଲେ ତା'ର ଗୋଟେ ମାନେ ଶୈଳୀ ଦରକାର, ତା'ର ଗୋଟେ ଅନୁଶାସନ ଦରକାର ଏବଂ କିଛିଟା ଆଧ୍ୟାତ୍ମିକ ଜିନିଷ ମଧ୍ୟ ତା ଦେହରେ ରହିବା ଦରକାର। ସେଥିପାଇଁ ଆମେ ମଝିରେ ଆମର ଗୀତା ଭଉଣୀ ଯିଏ ଅଛନ୍ତି ଆମର ପ୍ରଜାପିତା ବ୍ରହ୍ମକୁମାରୀର ହେଡ୍, ବୟସ୍କ ହେଇଗଲା ପରେ ସେମାନେ ନିଜକୁ ନିଜେ ଭାବନ୍ତି ଆମର ଏ ସମାଜରେ ଆଉ ବୋଧେ କିଛି କାମ ନାହିଁ, ଆମେ ପୁରା ହେଇଗଲୁ ମାନେ ଅଯୋଗ ହେଇଗଲୁ, ମାନେ ଆମର କିଛି ଆଉ ଭ୍ୟାଲୁ ନାହିଁ। କିନ୍ତୁ ବାସ୍ତବରେ ସେମାନଙ୍କ ପାଖରେ ବହୁତ ଅନୁଭୂତିର କଥା ଥାଏ ଯେଉଁଟାକି ପୁରା ସମାଜ ପାଇଁ ଗୋଟେ ପରିବର୍ତ୍ତନର କ୍ରାନ୍ତି ଆଣିପାରିବ। ଆଉ ମୁଁ ତ ବହୁତ ଖୁସି ଆମର ବୟସ୍କ ଭାଇ ଭଉଣୀମାନେ ଏକତ୍ରିତ ମଝିରେ ମଝିରେ ହେଉଛନ୍ତି, କାହିଁକିନା ସଂଗଠନର ଶକ୍ତି ଗୋଟେ ବଡ଼ ଶକ୍ତି ଆଉ ଗୋଟେ ସ୍ପେସ୍ ଦରକାର ନିଜ ମନକୁ ହାଲକା କରିବା ପାଇଁ। ତ ସେମାନେ ଆଜି ନିଜକୁ କେବେ ବି ଏକୁଟିଆ ବୋଲି ଫିଲ୍ ନ କରନ୍ତୁ, ଏଇଭଳି ସଂଗଠିତ ହୁଅନ୍ତୁ ଆଉ ବହୁତ ସୁନ୍ଦର ସୁନ୍ଦର କଥାର ଡିସ୍କସନ୍ କରୁଛନ୍ତି, ଆପସରେ ଜଣେ ଜଣଙ୍କୁ ମିଶୁଛନ୍ତି, ଖୁସି ହେଉଛନ୍ତି, ଖୁସି ବାଣ୍ଟୁଛନ୍ତି। ଏଇଟା ବି ଆମର ଗୋଟେ ୟଙ୍ଗ ଜେନେରେସନ୍ ପାଇଁ ବି ଗୋଟେ ଶିକ୍ଷା। क्योंकि आज समस्ते जो सिंगल परिवार भितर रहीकिनी निज मन को गोटे भिड़ भितर एकुटिया फिल कर वास्तव में एमान ठारू आम समाज को बहुत शिक्षा को मिलूँ, आमर यंग जेनरेशन मान को बहुत किसी शिक्षा को मिलूँ कि समस्त गोटे संगठन दरकार, गोटे मन खोला करने गोटे स्पेस दरकार, आनंदित होकि संसार में किसी करने दृढ़ संकल्पबद्ध भी हवा उचित। मु राज्य वरिष्ठ नागरिक महासंघर साधारण संपादक। एतत् व्यतीत आमर भुवनेश्वर स्थित जीवन बीमा निगमर अवसर प्राप्त समस्त श्रेणी प्रथम श्रेणी आरंभ कर चतुर्थ श्रेणी पर्यंत समस्त अवसर प्राप्त कर्मचारी मानकर मुझे संपादक। एवं आज जो कार्यक्रम होची भुवनेश्वर स्थित भारतीय जीवन बीमा निगम अवसर प्राप्त कर्मचारी मानकर वार्षिक बंधु मिलन आम आज बुद्ध मंदिर परिसर में पालन कर बंधु मिलन कौन 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 यही बंधु मिलन में बहुत दिन धरी बंधु मान सहित बंधु हूँ जीवन सब सर्वश्रेष्ठ जीवन बचाइवाई गोटे बंधुर निहाती गोटे भल बंधुर आवश्यकता अच्छी किंतु भुवनेश्वर छोट गाँटी हो रही ये गोटे विराट सहर है जोटा कि 40-50 किलोमीटर परिसर भितर लोक रहा तेणु एकाठी होते मिलन हवाटा सहज होनी बा से भितर थिबा जो लुकायित प्रतिभा ताकू बाहर से देखई पारना। तेणु मनीष जिते अवसर पर सब भाराक्रांत हो जाए जे मोर कहीं सांग ना मुझे एकुटिया हो गली मो पाखे यही जो एकुटिया बोध जो मन से मनीष भितर आसी जाए रोग माड़ी बसे जिते मन को चलचंचल कर दि जाए से खुशी हो सब काम करें। तेणु एम गोटे अपूर्व सुजोग एकाठी हबार भितर जो किए गीत गाड़ी जानी किए मजा कर जानी कि सांग को देखीदे मुह को मुह देखीदे आउ तो किसी नहीं आत्मा तो समस्त सामान प्रत्येक वर्ष बंधु पुणी जोड़ी होती ना ये बंधु ना नुआ बंधु जोड़ी हबार ना कहीं आम सब रिटायरमेंट माने एथिरे अछंती 95 वर्ष ठार आरंभ कर 61 वर्ष पर्यंत। तेणु 95 कोटी रहा 61 कोटी रहा 35 वर्ष व्यवधान जो मैंने युवगोष्ठी अच्छा रिटायर्ड हेले
ସେମାନେ ଯୁବଗୋଷ୍ଠୀ ତ କୁହାଯିବ ବା କନିଷ୍ଠ ବରିଷ୍ଠ ନାଗରିକ ବୋଲି ତାଙ୍କୁ କୁହାଯିବ। ତାଙ୍କ ଭିତରେ ଗୋଟେ ମିଳନ ହେଇକି ଆଦାନ ପ୍ରଦାନ ହେଲେ ମନଟା ଖୁସି ଲାଗିବ। ଆପଣ କ'ଣ ଆଜି ଉତ୍ସାହିତ ମନେ କରୁଛନ୍ତି ଏତେ ଲୋକ ଏତେ ସୁନ୍ଦର ଆଜି ଭାବରେ ଆମର ଭିତରେ କରିଛନ୍ତି କହୁଛୁ ଆମେ get together? ଡାକିଛୁ ଭଲ ଭଲ ଡାକ୍ତରଙ୍କୁ ଡାକିଛୁ, ନ୍ୟୁରୋଲୋଜିର ଡାକ୍ତର, ମାନସିକ ରୋଗ ଆମର ଯେଉଁ ଭୁଲି ଯାଉଛୁ, ଭୁଲାପଣ ଆମର ସବୁଠୁ ବଡ଼ ରୋଗ, ହାତ ଥରିବା ଆଉ ଗୋଟିଏ ବଡ଼ ରୋଗ, ଏଇଭଳିଆ ଭିନ୍ନ ଭିନ୍ନ ରହିଛି ମାନସିକ ରୋଗ। ମନ ଯଦି ସନ୍ତୁଷ୍ଟ ନ ରହିଲା ତାକୁ କେମିତି ଭଲ ରଖିପାରିବା ଏବଂ ଆଧ୍ୟାତ୍ମିକ ଚର୍ଚ୍ଚାର ମାର୍ଗରେ ଏହି ବୟସରେ ଆମେ ଯାଇପାରିବା। ସେଥିପାଇଁ ଆମେ ବ୍ରହ୍ମକୁମାରୀ ଓଡ଼ିଶାର ଯେ ହେଡ଼୍ ମୁଖ୍ୟ ଅଛନ୍ତି ଗୀତା ଭଉଣୀ 9 ନମ୍ବର ୟୁନିଟ୍ ତାଙ୍କୁ ମଧ୍ୟ ମୁଖ୍ୟ ଅତିଥି କରି ଡାକିଛୁ ଦୁଇପଦ କହିବାକୁ ସେ ଏବେ କହୁଛନ୍ତି। ଏବଂ ତା ସେଥିରେ ଆମେ ଜଣେ ସଙ୍ଗୀତା ଅଗ୍ରୱାଲ ଡକ୍ଟରଙ୍କୁ ଡାକିଛୁ ଯେଉଁ ନେଚରୋପାଥି ଉପରେ, ଯେ ତୁମେ ନେଚରକୁ ଭୁଲି ଯାଅନି, ଏ ନେଚର ଭିତରେ ତୁମ ରୋଗକୁ ଭଲ କରିବା ପାଇଁ ବହୁତ ମାଧ୍ୟମ ଅଛି। ବିଭିନ୍ନ ବିଷୟରେ ଆମେ ଆଲୋଚନା କରୁଛୁ ଏବଂ ଡକ୍ଟରଠୁ ଆରମ୍ଭ କରି ଆଧ୍ୟାତ୍ମିକ ଚର୍ଚ୍ଚାଠୁ ଆରମ୍ଭ କରି ନେଚରୋପାଥି ଉପରେ ପ୍ରାକୃତିକ ଚିକିତ୍ସା ଉପରେ ମଧ୍ୟ ଆମେ ତାଙ୍କୁ ବୁଝାଉଛୁ ଯେ ତୁମେ ଯେଉଁ ମାର୍ଗରେ ଯାଅ ସେଇ ଈଶ୍ୱରଙ୍କୁ ମନେ ପକାଅ, ଭଲ ସାତ୍ତ୍ୱିକ ଆହାର କର ଏବଂ ଭଲ ମାର୍ଗରେ ରୁହ, ଦେଖିବ ତୁମେ ଶାନ୍ତି ରହିବ। ଶାନ୍ତିରେ ମଣିଷ ମରିବ ନିଶ୍ଚିତ ଭାବରେ। ଯଦି ମରିବ ଯେତିକି ଦିନ ବଞ୍ଚିବା କାହିଁକି ଭଲରେ ବଞ୍ଚିବାନି। ଆମେ ସବୁବେଳେ ମାନେ କମ୍ପ୍ଲେନ୍ କରୁଛେ କ'ଣ ଯେ ମୋ ବୋହୂ ମୋତେ ପଚାରୁନି, ମୋ ଜ୍ୱାଇଁ ମୋତେ ପଚାରୁନି, ମୋ ପୁଅ ମୋତେ ପଚାରୁନି। କିଏ ପଚାରିବ? କେହି ପଚାରିବେନି। ତୁମେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବ। ଏଇସବୁ ମୁଖ୍ୟ ଉଦ୍ଦେଶ୍ୟ ତା ଭିତରେ ରହିଛି।